ଅଟୋ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ଆହତ 2 ଜଣ ହେଲେ ଗୁରୁତର। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥ ଜଗନ୍ନାଥଗୁଡ଼ା ନିକଟରେ ଅଟୋ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ଜଣେ ଆହତ ହୋଇଛନ୍ତି ଏବଂ 2 ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ବାଇଗା ଗ୍ରାମର ଲାଇବନ କଲାର ଏବଂ ଈଶ୍ୱର କଲାର ବାଇକ୍ ନମ୍ବର OD 24M 4462 ଯୋଗେ ବାଇଗା ଠାରୁ ଡାବୁଗାଁ ଆସୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅଟୋ ନମ୍ବର OD 249850 ଉମରାହାଣ୍ଡି ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଲାଇବନ ଏବଂ ଈଶ୍ୱର ଛିଟି ପଡ଼ିଥିଲେ। ଘଟଣାସ୍ଥଳରେ ଡାବୁଗାଁ ଦମକଳ ବାହିନୀ ପହଞ୍ଚି ତାଙ୍କ ସହଯୋଗରେ 3 ଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ସେଠାରେ ଉଭୟ ଲାଇବନ ଏବଂ ଈଶ୍ୱରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି। ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡ଼ିବ। ନବରଙ୍ଗପୁରରୁ ମୀର ଶଙ୍କର ପାତ୍ରଙ୍କ ରିପୋର୍ଟ, OTN TV।